ନମସ୍କାର ପ୍ରିୟ ଦର୍ଶକ ବନ୍ଧୁ, ମୁଁ ଅଜୟ ମିଶ୍ର ସ୍ୱାଗତ କରୁଛି ବିଧିବିଧାନ ଓଡ଼ିଆ ଚ୍ୟାନେଲର ପୁଣି ଏକ ନୂତନ ଅଧ୍ୟାୟକୁ। ଦର୍ଶକ ବନ୍ଧୁ, ଆପଣ ଚାକିରିଟିଏ ପାଇଁ ବହୁତ ଚେଷ୍ଟା କରି ମଧ୍ୟ ନିରାଶ ହୋଇପଡ଼ିଛନ୍ତି। ସେଥିପାଇଁ ଆପଣ ଦୁଃଖିତ ଅଛନ୍ତି। ଆପଣଙ୍କର ବ୍ୟବସାୟ ଠିକରେ ଚାଲୁନାହିଁ। ବ୍ୟବସାୟରେ ସର୍ବଦା କ୍ଷତି ଲାଗି ରହୁଛି। ସନ୍ତାନମାନଙ୍କର ବିବାହ କାର୍ଯ୍ୟରେ ଅହେତୁକ ବିଳମ୍ବ ସୃଷ୍ଟି ହେଉଛି। ରୋଗ ବ୍ୟାଧି ଆପଣଙ୍କର ପିଛା ଛାଡ଼ୁନାହିଁ। ପରିବାରରେ ସର୍ବଦା ଅଶାନ୍ତି କଳହ ଲାଗି ରହୁଛି। ବିଭିନ୍ନ ପ୍ରକାର ସମସ୍ୟା ସଙ୍କଟରେ ଆପଣ ଛନ୍ଦି ହୋଇପଡ଼ିଛନ୍ତି। ତେବେ ସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆଜି ଏଭଳି ଏକ ସାଙ୍କେତିକ ଚିହ୍ନର ବ୍ୟବହାର ବା ପ୍ରୟୋଗ ସମାଜରେ ଜାଣିବା, ଯାହାଫଳରେ ଆପଣଙ୍କୁ ଭଲ ଚାକିରିଟିଏ ମିଳିଯିବ। ଆପଣଙ୍କର ବ୍ୟବସାୟ ମଧ୍ୟ ଭଲ ଚାଲିବ। ଶୀଘ୍ର ସନ୍ତାନମାନଙ୍କର ବିବାହ ସମ୍ପନ୍ନ ହୋଇଯିବ। ଆପଣ କରିଥିବା ଋଣ କରଜରୁ ମୁକ୍ତି ପାଇଯିବେ। ମୋଟ ଉପରେ କହିବାକୁ ଗଲେ, ଆପଣ ଯେଉଁ ସମସ୍ୟା ନେଇ ଚିନ୍ତିତ ଅଛନ୍ତି, ସେ ସମସ୍ୟାର ତୁରନ୍ତ ଅନ୍ତ ଘଟିବ ହିଁ ଘଟିବ। ତେବେ ଏହି ସାଙ୍କେତିକ ଚିହ୍ନର ପ୍ରୟୋଗ ସମ୍ବନ୍ଧରେ ଜାଣିବା ପୂର୍ବରୁ କହି ରଖିବି କି ଦର୍ଶକ ବନ୍ଧୁ, ଯଦି ଆପଣ ଏପର୍ଯ୍ୟନ୍ତ ବି ଚ୍ୟାନେଲଟିକୁ ମୋର ସବସ୍କ୍ରାଇବ୍ କରିନାହାନ୍ତି, ଦୟାକରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରିଦିଅନ୍ତୁ। ଫଳରେ ମୁଁ ଅପଲୋଡ଼ କରୁଥିବା ସମସ୍ତ ଶିକ୍ଷଣୀୟ ଭିଡ଼ିଓର ନୋଟିଫିକେସନ୍ ଆପଣ ସର୍ବପ୍ରଥମେ ପାଇପାରିବେ। ଏବଂ ଭିଡ଼ିଓଟି ଭଲ ଲାଗିଲେ ଲାଇକ୍, ସେୟାର, କମେଣ୍ଟ ନିଶ୍ଚୟ କରିବେ। ଦର୍ଶକ ବନ୍ଧୁ, ଇଏ କୌଣସି ମନ୍ତ୍ର ନୁହେଁ ଯାହାକୁ ଜପ କରିବାକୁ ପଡ଼ିବ, ସିଦ୍ଧ କରିବାକୁ ପଡ଼ିବ କିମ୍ବା ପୂଜାପାଠ କରିବାକୁ ପଡ଼ିବ ବା କୌଣସି ମାଳା ବା ଆସନର ମଧ୍ୟ ଏହାର ଆବଶ୍ୟକତା ମଧ୍ୟ ନାହିଁ। ଏହା ମଧ୍ୟ କୌଣସି ଶବ୍ଦ ବା ଅକ୍ଷର ମଧ୍ୟ ନୁହଁ ଯାହାକୁ ଆପଣ ଜପ କରିବାକୁ ପଡ଼ିଥାଏ ବା କୌଣସି ଶବ୍ଦକୁ କହିବାକୁ ପଡ଼ିଥାଏ। ଏହା କେବଳ ଗୋଟିଏ ସାଙ୍କେତିକ ଚିହ୍ନ। ସରଳ ଭାଷାରେ କହିବାକୁ ଗଲେ, ଆମେ ଯେତେବେଳେ 3 ସହିତ 4କୁ ଯୋଗ କରିଥାଉ, ଯୋଗଫଳ ଆସିଥାଏ 7, ଯାହାକୁ ଆମେ ସାଙ୍କେତିକ ଚିହ୍ନ ଦ୍ୱାରା ଲେଖିଥାଉ 3 + 4 = 7। ଏଠାରେ ଯୁକ୍ତ ଚିହ୍ନ ଏବଂ ସମାନ ଚିହ୍ନ ଦୁଇଟି ଯାକ ସାଙ୍କେତିକ ଚିହ୍ନ। ସେହିପରି ଏହି ସାଙ୍କେତିକ ଚିହ୍ନର ପ୍ରୟୋଗରେ ଜୀବନରେ ଥିବା ସବୁ ସମସ୍ୟାକୁ ଆମେ ଦୂର କରିପାରିବା। ଏବେ ଜାଣିବା ଏହି ସାଙ୍କେତିକ ଚିହ୍ନଟି ଏହିପରି। ଅର୍ଥାତ୍ ଆପଣ କ୍ୟାପିଟାଲ ଲେଟର F ଦେଖିଥିବେ। F ଉପରକୁ ଉପର ଆଡ଼କୁ କିଛି ଲମ୍ବ ଭାବରେ ବଢ଼ାଇଲେ ଏହି ସାଙ୍କେତିକ ଚିହ୍ନଟି ଆମେ ପାଇପାରିବା। ଏହି ସାଙ୍କେତିକ ଚିହ୍ନକୁ ମୁନି ଋଷିମାନେ ଏପରିକି ଦେବତାମାନେ ମଧ୍ୟ ବ୍ୟବହାର କରନ୍ତି। ଏବେ ଜାଣିବା ଏହି ସାଙ୍କେତିକ ଚିହ୍ନର ପାୱାର ବା ଶକ୍ତି ସମ୍ବନ୍ଧରେ। ଏହି ସାଙ୍କେତିକ ଚିହ୍ନରେ ସାରା ବିଶ୍ୱ ବ୍ରହ୍ମାଣ୍ଡର ଶକ୍ତି ଛପିକରି ରହିଅଛି। ଏଥିରେ ଆକାଶ ତତ୍ତ୍ୱ, ପୃଥିବୀ ତତ୍ତ୍ୱ, ଅଗ୍ନି ତତ୍ତ୍ୱ, ଜଳ ତତ୍ତ୍ୱ, ବାୟୁ ତତ୍ତ୍ୱ, ଏହି 5ଟି ତତ୍ତ୍ୱ ରହିଅଛି। ଏଥିରେ ମଧ୍ୟ ଦିବ୍ୟ ଶକ୍ତି, ଆପଣ କରିଥିବା ପୁଣ୍ୟକର୍ମର ଶକ୍ତି, ଆପଣଙ୍କର ଘରେ ଥିବା ଦେବତାମାନଙ୍କର ଶକ୍ତି, ପୂର୍ବଜମାନଙ୍କର ଶକ୍ତି ଏଥିରେ ମଧ୍ୟ ଛପି ରହିଅଛି। ଏହି ସାଙ୍କେତିକ ଚିହ୍ନ ସ୍ୱର୍ଗରୁ ଦେବତାମାନଙ୍କର ଶକ୍ତି, ପାତାଳରୁ ନାଗଦେବତାଙ୍କ ଶକ୍ତି ମଧ୍ୟ ଧାରଣ କରିଅଛି। ପୃଥିବୀମଣ୍ଡଳ, ଦେବମଣ୍ଡଳ, ପାତାଳ ମଣ୍ଡଳ ସବୁ ଶକ୍ତିର ଅଧିକାରୀ। ଏହି ସାଙ୍କେତିକ ଚିହ୍ନର ପ୍ରୟୋଗରେ ଜୀବନରେ ଏକ ଅଦ୍ଭୁତ ଧରଣର ପରିବର୍ତ୍ତନ ଘଟିଥାଏ, ଯାହାକି ଆପଣ ସ୍ୱପ୍ନରେ ମଧ୍ୟ ଚିନ୍ତା କରିପାରିନଥିବେ। ଏହି ସାଙ୍କେତିକ ଚିହ୍ନ ଏପରି ଶକ୍ତିଶାଳୀ, ଯାହାକୁ କୌଣସି ମନ୍ଦ ଉଦ୍ଦେଶ୍ୟ ବା ଅନ୍ୟର କ୍ଷତି ସାଧନା କରିବା ଉଦ୍ଦେଶ୍ୟରେ ପ୍ରୟୋଗ କରିବେ ନାହିଁ, ନତୁବା ଯାହାକି ଏହା ବିପରୀତ ଫଳ ଦେଇଥାଏ। ଏହି ସାଙ୍କେତିକ ଚିହ୍ନ ଯାହାକି ଦୁଃଖୀ ମଣିଷର ମୁହଁରେ ହସ ଫୁଟାଇଥାଏ। କେବଳ ନିଜର କଲ୍ୟାଣ ନିମନ୍ତେ ଏହାକୁ ପ୍ରୟୋଗ କରିବେ। ଯେକୌଣସି ଦିନ ଆପଣ ଗ୍ରୀନ୍ କାଳିରେ ଆପଣଙ୍କର ବାମ ହାତର ଅନାମିକ ଆଙ୍ଗୁଳିର ଉପର ପବ, ଯେଉଁ 3ଟି ପବ ରହିଛି, ଆଙ୍ଗୁଠିର ଶେଷ ଆଡ଼କୁ, ଅଗ୍ରଭାଗ ଆଡ଼କୁ ଆପଣ ଏହିପରି ସାଙ୍କେତିକ ଚିହ୍ନଟିଏ ଅଙ୍କନ କରିବେ। ଏବଂ ଦିନରେ ଯେତେବେଳେ ଆପଣଙ୍କୁ ସମୟ ମିଳୁଛି, ସେତେବେଳେ ଆପଣ ଏହି ସାଙ୍କେତିକ ଚିହ୍ନଟିକୁ ଦେଖୁଥାନ୍ତୁ। ମନ ଭିତରେ ଆପଣଙ୍କର ଥିବା
ଅସୁବିଧା ବା ସମସ୍ୟା ବା ଯେଉଁ ଜିନିଷ ନେଇ ଆପଣ ଚିନ୍ତିତ ଅଛନ୍ତି, ଚାକିରି ପାଇଁ ହେଉ, ବିବାହ ପାଇଁ ହେଉ ବା ବ୍ୟବସାୟରେ କ୍ଷତି ଚାଲିବା ଉଦ୍ଦେଶ୍ୟ, ଋଣ କରଜ ବା ଆର୍ଥିକ ସଙ୍କଟ, ଯେକୌଣସି ସମସ୍ୟା ନେଇ ଆପଣ ଚିନ୍ତିତ ଅଛନ୍ତି, ଆପଣ ବାରମ୍ବାର ସେ କଥାକୁ ଦୋହରାନ୍ତୁ ଏବଂ ଏହାକୁ ଦୃଷ୍ଟି ନିକ୍ଷେପ କରନ୍ତୁ। ଦିନ ସାରା ଆପଣ ସକାଳୁ ପ୍ରତିଦିନ ଗ୍ରୀନ୍ କାଳିରେ ଆପଣ ଏହାକୁ ଲେଖନ୍ତୁ। ସନ୍ଧ୍ୟା ପର୍ଯ୍ୟନ୍ତ ଆପଣ ଏହାକୁ କେବଳ କିଛି କରିବାକୁ ପଡ଼ିନଥାଏ, କେବଳ ଏହାରି ଉପରେ କେବଳ ଦୃଷ୍ଟି ନିକ୍ଷେପ କରିବେ ଏବଂ ଆପଣ ଯେଉଁ ଉଦ୍ଦେଶ୍ୟ ନେଇ ଏହାକୁ ଲେଖିଛନ୍ତି ସେ ଉଦ୍ଦେଶ୍ୟକୁ ବାରମ୍ବାର ଦୋହରାଇବେ। ଦର୍ଶକ ବନ୍ଧୁ, ଆପଣ 3 ଦିନ ଏପରି କରିବା ପରେ ଆପଣ ନିଜେ ହିଁ ଏହାର 3 ଦିନ ମଧ୍ୟରେ ଏହା ଆପଣଙ୍କୁ ଶୁଭ ସଂକେତ ଦେଇଥାଏ ବା ଆପଣ ଯେଉଁ ଉଦ୍ଦେଶ୍ୟ ନେଇ ଏହାକୁ ପ୍ରୟୋଗ କରିଛନ୍ତି ନିଶ୍ଚିନ୍ତ ସେ 3 ଦିନ ମଧ୍ୟରେ ଆପଣ ମଧ୍ୟ ଏହାର ଫଳ ପାଇଯାଇପାରିବେ। ଯଦି ଆପଣ କୌଣସି କାରଣବଶତଃ ଆପଣ ଏହାର 3 ଦିନ ଭିତରେ ଫଳ ପାଇଲେ ନାହିଁ, ତେବେ ଆପଣ ଏହାକୁ ଆହୁରି 11 ଦିନ ପର୍ଯ୍ୟନ୍ତ କରନ୍ତୁ କିମ୍ବା 21 ଦିନ ପର୍ଯ୍ୟନ୍ତ କରନ୍ତୁ କିମ୍ବା 41 ଦିନ ପର୍ଯ୍ୟନ୍ତ ଆପଣ ଏହାକୁ କରନ୍ତୁ। ନିଶ୍ଚୟ ଆପଣ ଯେଉଁ ଉଦ୍ଦେଶ୍ୟ ନେଇ ଏହାକୁ ପ୍ରୟୋଗ କରୁଛନ୍ତି ନିଶ୍ଚୟ ଆପଣଙ୍କର ଉଦ୍ଦେଶ୍ୟ ପୂରଣ ହେବ, ଏଥିରେ ସନ୍ଦେହ ନାହିଁ। ଦର୍ଶକ ବନ୍ଧୁ, ଯଦି ଆପଣଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥାଏ ତେବେ ମୋର ଏହି ଭିଡ଼ିଓଟିକୁ ଲାଇକ୍ କରନ୍ତୁ। ରହୁଛି, ଧନ୍ୟବାଦ, ନମସ୍କାର।